ସାଙ୍ଗମାନେ, ଆପଣମାନଙ୍କୁ ଧନୀ କରିବ ଆପଣଙ୍କ ଘରର ଚାଉଳ। ଆପଣମାନଙ୍କୁ ଶୁଣିଲା ପରେ ଆଶ୍ଚର୍ଯ୍ୟ ଲାଗୁଥିବ, କ'ଣ ସତରେ ଆମ ନିଜ ଘରର ଚାଉଳ ଆମକୁ ଧନୀ କରିଦେବ, ଯାହାକୁ ଆମେ ପ୍ରତ୍ୟେକ ଦିନ ରାନ୍ଧିକି ଖାଉଛେ? ହଁ ଆଜ୍ଞା, ଆପଣଙ୍କ ଘରର ଚାଉଳ କରିବ ଆପଣଙ୍କୁ ଧନୀ। ସାଙ୍ଗମାନେ, ମୁଠାଇ ଚାଉଳ ଆପଣଙ୍କ ଘରକୁ ଆଣିବ ଟଙ୍କା। ଧନ ପ୍ରାପ୍ତିର ଉପାୟ କରନ୍ତୁ। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ, ଯଦି କିଛି ଶିଖିବା ପାଇଁ ମିଳିବ, ତାହେଲେ ଲାଇକ୍ଟିଏ ନିଶ୍ଚିତ ଭାବରେ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ସାଙ୍ଗମାନେ, ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ କି ତା ଜୀବନରେ ବହୁତ ସାରା ଖୁସି ଓ ଟଙ୍କା ଆସୁ, କିନ୍ତୁ କେବେ କେବେ ଏମିତି ହୋଇଥାଏ କି ଟଙ୍କା ବ୍ୟକ୍ତି କମାଇଥାନ୍ତି କିନ୍ତୁ ଘରେ ଟଙ୍କା ରୁହେ ନାହିଁ। କେବେ କେବେ ଧନ ଘରକୁ ଆସେ ହିଁ ନାହିଁ। ଏଥିପାଇଁ ବ୍ୟକ୍ତି ବିଭିନ୍ନ ପ୍ରକାରର ଉପାୟ ମଧ୍ୟ କରିଥାଏ। କମାଇଥିବା ଧନ ବହୁତ ଜଲ୍ଦି ଘରୁ ସରିଯାଇଥାଏ। ସାଙ୍ଗମାନେ, ଆପଣମାନଙ୍କ ସହିତ ମଧ୍ୟ ଏହିଭଳି ଘଟୁଥିବ ନିଶ୍ଚିତ ଭାବରେ। ଆପଣମାନେ ବହୁତ ଟଙ୍କା ରୋଜଗାର କରୁଥିବେ, କିନ୍ତୁ ଆପଣଙ୍କ ଘରେ ଟଙ୍କା ରହୁନଥିବ। ଆପଣଙ୍କ ପାଖରେ ଟଙ୍କା ସଞ୍ଚୟ ହୋଇନଥିବ। ଆପଣମାନେ ଯାହା ରଖିବା ପାଇଁ ଚାହୁଁଥିବେ କିନ୍ତୁ ରଖିପାରୁନଥିବେ, ସବୁ ଟଙ୍କା ଖର୍ଚ୍ଚ ହୋଇଯାଉଥିବ। ସାଙ୍ଗମାନେ, ଆଜି ଆମେ ଜାଣିବା ଘରେ କିପରି ଧନ ସ୍ଥାୟୀ ଭାବେ ରହିବ ଓ ଏଥିପାଇଁ କିଛି ଉପାୟ ବିଷୟରେ ମଧ୍ୟ ଆଜି ମୁଁ ଆପଣମାନଙ୍କୁ କହିବି। ଏହା ବହୁତ ସହଜ ଉପାୟ ଅଟେ। ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କ ଧନ ଭଣ୍ଡାର କେବେ ବି ଖାଲି ରହିବ ନାହିଁ, ବରଂ ଦିନକୁ ଦିନକୁ ଏହି ଧନ ଆହୁରି ବୃଦ୍ଧି ପାଇବାରେ ଲାଗିବ। ଯେକୌଣସି ବ୍ୟକ୍ତି ଏହାର ପ୍ରୟୋଗ କରିପାରିବେ। ଏହି ପ୍ରୟୋଗ ଗୁରୁବାର ବା ଶୁକ୍ରବାର ଦିନ କରିବାକୁ ହେବ। ଏହି ଦୁଇ ବାର ହେଉଛି ଦେବଗୁରୁ ଓ ମା ଲକ୍ଷ୍ମୀଙ୍କ ବାର ହୋଇଥାଏ। ସାଙ୍ଗମାନେ, ଏହି ନିୟମଟି ଆପଣମାନଙ୍କୁ ଦୁଇଟି ବାରରେ ପାଳିବାର ଅଛି। ପ୍ରଥମ ବାରଟି ହେଉଛି ଗୁରୁବାର, ଦ୍ୱିତୀୟ ବାରଟି ହେଉଛି ଶୁକ୍ରବାର। କାରଣ ଏହି ଦୁଇଟି ବାର ହେଉଛି ଦେବଗୁରୁ ଓ ମା ଲକ୍ଷ୍ମୀଙ୍କ ବାର ହୋଇଥାଏ। ସେଥିପାଇଁ ଆପଣମାନଙ୍କୁ ଏହି ଦୁଇଟି ବାରରେ ପାଳନ କରିବାର ଅଛି। ଏହି ଦୁଇ ବାରରେ ଏହି ଉପାୟଟି କରିଲେ ଶୁଭ ଫଳ ମିଳିଥାଏ। ଏହି ଉପାୟ କରିଲେ ଗୁରୁ ଓ ଶୁକ୍ର ଗ୍ରହ ମଜବୁତ ହୋଇଥାନ୍ତି। ଏହି ଉପାୟ ପାଇଁ ଛୋଟ ମାଟିର ମାଠିଆ ନିଅନ୍ତୁ। ଯଦି ମାଟିର ମାଠିଆ ନଥିବ, ତେବେ ପୂଜା ପର୍ବରେ ବ୍ୟବହାର ହୋଇଥିବା ଯେଉଁ କଳସ ବ୍ୟବହାର ହୋଇଥାଏ, ସେହି କଳସ ନେଇପାରିବେ। କିନ୍ତୁ ଯେଉଁ ମାଠିଆରେ ପାଣି ଭର୍ତ୍ତି ହୋଇ ରହିଥିବ ବା ଯେଉଁ ମାଠିଆରୁ ପାଣି ପିଉଥିବେ ବା ଘରେ ବ୍ୟବହାର ହୋଇଥିବା ମାଠିଆକୁ ନିଅନ୍ତୁ ନାହିଁ। ମାଠିଆରେ କିଛି ଚାଉଳ ରଖନ୍ତୁ। ଏଥିରେ ଦୁଇଟି ଦୁବ ଘାସ ନିଅନ୍ତୁ, ଯାହାକି ଭଗବାନ ଗଣେଶଙ୍କର ପ୍ରିୟ ହୋଇଥାଏ। ଏବେ ଏକ ଟଙ୍କା କଏନ୍କୁ ଚାଉଳରେ ରଖନ୍ତୁ। ଏହାପରେ ଲାଲ କପଡ଼ାରେ କଳସର ମୁହଁକୁ ଭଲ ଭାବରେ ବାନ୍ଧି ଦିଅନ୍ତୁ। ସାଙ୍ଗମାନେ, ଆପଣମାନଙ୍କୁ ଗୋଟିଏ ମାଟିର କଳସୀ ନେବାର ଅଛି। ସେ ମାଟିର କଳସୀ ଯଦି ଆପଣଙ୍କ ଘରେ ନାହିଁ, ତାହେଲେ ଆପଣମାନେ କ'ଣ କରିବେ? ଯଦି ଆପଣଙ୍କ ଘରେ କୌଣସି ପୂଜା ପର୍ବ ହୋଇଥିବ, ଆଉ ସେ ପୂଜା ପର୍ବରେ କୌଣସି ମାଟି ପାତ୍ରର ନିଶ୍ଚିତ ଭାବରେ ବ୍ୟବହାର ହୋଇଥିବ, ସେହି ମାଟି ପାତ୍ର ମଧ୍ୟ ଆପଣମାନେ ନେଇପାରିବେ। କିନ୍ତୁ ଯେଉଁ ମାଟି ପାତ୍ରରେ ଆପଣମାନେ ଘରେ ବ୍ୟବହାର କରୁଛନ୍ତି, ସେହି ମାଟି ପାତ୍ରରୁ ଆପଣମାନେ ପାଣି ପିଉଛନ୍ତି, ସେ ମାଟି ପାତ୍ର କେବେ ବି ହେଲେ ନିଅନ୍ତୁ ନାହିଁ। ନୂଆ ମାଟି ପାତ୍ର ନେଇପାରିବେ, ନହେଲେ ଆପଣଙ୍କ ଘରେ ପୂଜାରେ ଯାହା ବ୍ୟବହାର ହୋଇଥିବ ସେ ମାଟି ପାତ୍ର ଆପଣ ନେଇପାରିବେ। ଆଉ ସେ ମାଟି ପାତ୍ରକୁ ନେଇ କିଛି ଚାଉଳ ଆଉ ଦୁଇଟି ଦୁବ ଘାସ ନିଅନ୍ତୁ, ଆଉ ଗୋଟିଏ କଏନ୍ ତା ଭିତରେ ରଖନ୍ତୁ। ଏହା ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ଉପାୟ ହୋଇଥାଏ। ଏହି କଳସକୁ ଘରର ଉତ୍ତର ଦିଗରେ ରଖନ୍ତୁ। ଏହାକୁ ଉତ୍ତର ପଶ୍ଚିମ କୋଣରେ ତଳେ ରଖନ୍ତୁ। ଏହାକୁ ପୁରା ଗୋଟିଏ ବର୍ଷ ସେମିତି ସ୍ଥିର କରି ଗୋଟିଏ ଜାଗାରେ ରଖନ୍ତୁ। ଏହାକୁ ନୂଆ ବର୍ଷରେ ଉଠାଇ ସେହି କଳସ ପାତ୍ରକୁ
ପାଣିରେ ଭସାଇ ଦିଅନ୍ତୁ। ଧ୍ୟାନ ରଖିବେ, ଏହାକୁ ଛାତ ଉପରେ ପକାଇବେ ନାହିଁ। ସାଙ୍ଗମାନେ, ଏହି ମାଟି ପାତ୍ରକୁ କେବେ ବି ହେଲେ କୌଣସି ଶୁଖିଲା ଜାଗାରେ ପକାନ୍ତୁ ନାହିଁ କି କେବେ ବି ହେଲେ ଛାତ ଉପରେ ଫୋପାଡ଼ନ୍ତୁ ନାହିଁ। ଯେବେ ବି ଆପଣମାନେ ଏହି କାମ କରୁଛନ୍ତି, ଯେତେବେଳେ ବର୍ଷ ପୁରୁଛି ସେତେବେଳେ ଆପଣମାନେ ଏହି ମାଟି ପାତ୍ରକୁ ନେଇ ପାଣିରେ ବିସର୍ଜନ କରିଦିଅନ୍ତୁ। ଯେମିତି ଆମ ଘରେ କୌଣସି ପୂଜା ହେଲେ ଆମେ କଳସୀକୁ ନେଇ ପାଣି ଦେହରେ ବିସର୍ଜନ କରିଥାଉ, ସେହିଭଳି ଆମେ ମଧ୍ୟ ଏହି କଳସୀକୁ ନେଇ ପାଣିରେ ବିସର୍ଜନ କରିଦେବାର ଅଛି। ଆମେ କେବେ ବି ହେଲେ ଶୁଖିଲା ଜାଗାରେ ପକାଇବା ନାହିଁ। ଯଦି ଆମେ ଏ କଥାକୁ ନ ମାନି ଶୁଖିଲା ଜାଗାରେ ପକାଉଛେ, ତାହେଲେ ଆମ ସହିତ ଅଘଟଣ ଘଟିବ, ଆମର ଖରାପ ହେବ। ତ ସେଥିପାଇଁ କେବେ ବି ହେଲେ ଶୁଖିଲା ଜାଗାରେ ନ ପକାଇ ସବୁବେଳ ପାଇଁ ପାଣି ଦେହରେ ଭସାଇ ଦେବାଟା ହେଉଛି ସମ୍ପୂର୍ଣ୍ଣ ଭାବରେ ଠିକ୍ କଥା। ସାଙ୍ଗମାନେ, ସେଇ ମାଠିଆରେ ଯେଉଁ କଏନ୍ଟି ଥାଏ, ସେ କଏନ୍ଟିକୁ ଆମେ କ'ଣ କରିବା? ସେ କଏନ୍ଟିକୁ ଆମେ ଆମ ନିଜ ପାଖରେ ମଧ୍ୟ ରଖିପାରିବା, ନହେଲେ ସେ କଏନ୍ଟିକୁ ଆମେ ଦାନ ମଧ୍ୟ କରିପାରିବା। ଘରେ ଏହି ଉପାୟ ପ୍ରୟୋଗ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହେବା ସହ ତାଙ୍କର ଅସୀମ କୃପା ବର୍ଷା କରିଥାନ୍ତି। ଏହାଦ୍ୱାରା ପଇସା ସବୁ ସମୟରେ ସଞ୍ଚୟ ହୋଇ ରହିଥାଏ। ସାଙ୍ଗମାନେ, ଯଦି ଆମେମାନେ ଏହି ଉପାୟଟି କରୁଛେ, ତାହେଲେ ଆମର କ'ଣ ହେବ? ଆମ ପାଖରେ କେବେ ବି ହେଲେ ଟଙ୍କାର ଅଭାବ ଦେଖାଯିବ ନାହିଁ। ତ ସେଥିପାଇଁ ମୁଁ ଆପଣମାନଙ୍କୁ ଗୋଟିଏ କଥା କହିବି, ଆପଣମାନଙ୍କର କିଛି ବି ଚିନ୍ତା କରିବାର ନାହିଁ। ଖାଲି ଏହି ଜିନିଷଟିକୁ ଥରେ ଟ୍ରାଏ କରିକିରି ଦେଖନ୍ତୁ, ଦେଖିବେ କେଉଁଭଳି ଆପଣମାନଙ୍କର ଜୀବନରେ ପରିବର୍ତ୍ତନ ଆସିଯିବ। ଦେଖିବେ ନିଶ୍ଚିନ୍ତ ଭାବରେ ଯଦି ଆପଣଙ୍କ ଘରେ ଧନର ଅଭାବ ରହୁଥିବ, ତାହେଲେ ସେ ଅଭାବ ନିଶ୍ଚିନ୍ତ ଭାବରେ ଦୂର ହୋଇଯିବ। ଗୋଟିଏ ଥର ଆମେ ନିଶ୍ଚିନ୍ତ ଭାବରେ ଟ୍ରାଏ କରିବା, ଆମେ ଦେଖିବା ସତରେ ଏ ଉପାୟ କାମ କରୁଛି କି ନାହିଁ। ଆଉ ମୁଁ ଆପଣମାନଙ୍କୁ 100% ଗ୍ୟାରେଣ୍ଟି ଦେଉଛି, ଏ ଉପାୟ ଯଦି ଆପଣମାନେ ଶ୍ରଦ୍ଧାର ସହିତ କରିବେ, ଭଗବାନଙ୍କୁ ମନରେ ରଖିକି କରିବେ, ତାହେଲେ ନିଶ୍ଚିନ୍ତ ଭାବରେ ଆପଣମାନେ ସଫଳତା ହାସଲ କରିବେ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର এই ଭିଡ଼ିଓରୁ ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ କିଛି ଶିଖିବା ପାଇଁ ମିଳିଥିବ। ଯଦି କିଛି ଶିଖିବା ପାଇଁ ମିଳିଥିବ, ଲାଇକ୍ଟିଏ କରିଦେବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିନ୍ତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ ଭାବରେ କରିଦେବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।